ମାଫିଆଙ୍କ କବ୍ଜାରେ ଗୋଚର ଜମି। କେନ୍ଦୁଝର ସହରରେ ଜମିର ମୂଲ୍ୟ ଦିନକୁ ଦିନ ଆକାଶ ଛୁଆଁ ହେଉଛି, ଯାହାର ସୁଯୋଗ ନେଇ ମାଫିଆ ମାନେ ଜବରଦଖଲ ଜମିକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ସଦର ତହସିଲ ମଣ୍ଡୁଆ ରାଜସ୍ୱ ସର୍କଲରେ ସାମ୍ନାକୁ ଆସିଛି ଏପରି ଘଟଣା। ସୂଚନା ଅନୁସାରେ ଖାତା ନମ୍ବର 114 ପ୍ଲଟ ନମ୍ବର 191 ପ୍ରାୟ 4 ଏକର 88 ଡିସମିଲ ଗୋଚର ଜମି ଏବେ ମାଫିଆଙ୍କ କବ୍ଜାରେ ରହିଛି। ସେଠାରେ ମୂଲ୍ୟବାନ ଗଛ କାଟି ରାସ୍ତା ଓ ଘର କରାଯାଇଛି। ପୁଣି ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ନିର୍ମାଣ ହୋଇଥିବା ନଜର ଆସିଛି। ଘୁଟୁରୁ ହୁଡ଼ିର ଏ ବେଆଇନ ଜନବସତି ଉଭୟ ଜଙ୍ଗଲ ଓ ଜୀବଜନ୍ତୁଙ୍କ ଉପରେ କୁପ୍ରଭାବ ପକାଉଛି। ଏନେଇ ସଚେତନ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଆଜି ଯାଏଁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇନି। ତେଣୁ ରାଜସ୍ୱ ଏବଂ ବନ ବିଭାଗ ପକ୍ଷରୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଭାବରେ ତାକୁ ବିଭିନ୍ନ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି, ଯେଉଁଟାକି ଆମର ଆଇନ ଭାବରେ ସ୍ୱୀକୃତି ନୁହଁ। ଘର ଫର ଇତ୍ୟାଦି କରିଦେଲା ପରେ ପରିବେଶ ଇତ୍ୟାଦି ବି ସୁନ୍ଦର ଜାଗାଟା ନିଶ୍ଚିତ ଭାବେ ନଷ୍ଟ ହେଇଯାଇଛି। ଦେଖନ୍ତୁ, କେଉଁଝରରେ ଜମି ମାଫିଆ, ଖଣି ମାଫିଆ, ପଥର ଚୁର ମାଫିଆ, ବାଲି ମାଫିଆ ପ୍ରବଳ ଉତ୍ପାତ କଲେଣି। ବର୍ତ୍ତମାନ ସରକାର ବି ଅଛନ୍ତି, କିଛି କରୁନାହାନ୍ତି ଭଳିଆ ଆମକୁ ଲାଗୁଛି। ଯେଉଁ ସରକାରୀ ସ୍ତରରେ ବି ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ବି ସବୁ ଦେଖିକି ନ ଦେଖିଲା ଭଳିଆ ଚୁପ୍। କିଛି କେମିତି ଜାଣି ହେଉନି କଥାଟା ଯେ ବର୍ତ୍ତମାନ କିଛି ଲୋକ ସରକାରୀ ଜମି ଗୁଡ଼ାକୁ ନିଜ ନାଁରେ ପଟା ଡୁପ୍ଲିକେଟ୍ ପଟା କରି ଲୋକଙ୍କୁ ଏଟା ମୋ ଜାଗା କହିକି ବିକ୍ରି କରୁଛନ୍ତି ଆଉ ପ୍ରଚୁର କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କେଉଁଝରରେ ଜମି ଦଲାଲଙ୍କର ଏଇଭଳିଆ ଉତ୍ପାତ ଚାଲିଛି। ଆଉ ସେଭଳିଆ ଜାଗାରେ ଯେଉଁ ହୁଡ଼ି ଜମି ସବୁ ଅଛି, ହୁଡ଼ି ପଥର ଖଣି ଯାହା ଅଛି ସେଗୁଡ଼ାକ ଲୁଟ୍ କରୁଛନ୍ତି। ସବୁ ଲୁଟ୍ କଲା ଦ୍ୱାରା ସରକାର ତାଙ୍କର ରାଜସ୍ୱ ହାନି ହେଉଛି। ଆଉ ସରକାର ଏ ଦିଗରେ ଯଦି ଯତ୍ନବାନ ହୁଅନ୍ତେ, ମୁଁ ଭାବୁଛି ସରକାରଙ୍କର ବହୁତ ରାଜସ୍ୱ ଆଦାୟ ହୁଅନ୍ତା। କେନ୍ଦୁଝର ସହର ଉପକଣ୍ଠରେ ଏଭଳି ବେଆଇନ ଜମି ବିକ୍ରି କାରବାର ଉପରେ ପ୍ରଶାସନ ଅଗୋଚର ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ବେଳେ ସେ ଯଥାଶୀଘ୍ର ସରଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି। ତ ଖବର ନଥିଲା ଆପଣ କହିଲେ, କିନ୍ତୁ ଏଟାକୁ ଯେହେତୁ ଆସିଛି ନଜରକୁ, ଏଇଟା ମୁଁ ତହସିଲଦାରଙ୍କର ଗୋଟେ ଏନକ୍ୱାରି କରିଦିଏ। ଯଦି ଏଇଟା ଠିକ୍ ବାହାରେ ତାହେଲେ ଯଦି ସରକାରୀ ଜମି ଅଛି ତାହେଲେ ନିଶ୍ଚୟ ଆମେ ଓପିଏଲି ଏଗେନଷ୍ଟରେ ଆକ୍ଟରେ ଆମେ ସେଟାକୁ ପ୍ରୋସିଡ୍ କରିବୁ। ସେଥିରେ ବେଆଇନ ଭାବେ ଗାଁ ହୁଡ଼ି ବିକି ଦେଇ ଜମି ଦଲାଲ ମାନେ ନୂତନ ଗାଁ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି କରୁଛନ୍ତି ବୁଦ୍ଧିଜୀବୀ। ଦେଖାଯାଉ ପ୍ରଶାସନ ଏହି ଜମି ଦଲାଲଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କେନ୍ଦୁଝରରୁ କ୍ୟାମେରାମ୍ୟାନ୍ ସତ୍ୟବାନଙ୍କ ସହ ସନ୍ତୋଷ ମହାପାତ୍ର, ଅର୍ଗସ୍ ନ୍ୟୁଜ୍। Where ancient healing meets modern learning. Comprehensive BMS program with hands-on training. Become a world-class Ayurveda doctor at Sri Sri University.